तेणु महापुरुष मालिकार लिखिले ଏହା ଶୁଣି ରାମ ଦାସ ପୁଛନ୍ତି ବଚନ ବାବୁ ପୁଛନ୍ତି ବଚନ କଳିରେ ଭକତ ମାନେ କି କରିବେ ପୁଣ ବାବୁ କି କରିବେ ପୁଣ ରାମଚନ୍ଦ୍ର ପଚାରିଲେ କହିଲେ ଗୁରୁଦେବ ତାହେଲେ କଣ ଭକ୍ତ ମାନେ କଣ ସବୁ ନଷ୍ଟ ହେଇଯିବେ ଭଲ ଲୋକମାନେ କଣ ଖାଦ୍ୟ ସଂକଟ ଦେଖାଦେଲେ ଆଉ ରହିବେନି ମରି ହଜିଯିବେ ନାଇଁ ରେ ବାବା କାହିଁକି ମରି ହଜିଯିବେ ନା ତାହେଲେ ଅନ୍ନ ସଂକଟ ଭକ୍ତ ରହିବେ କେମିତି ଅନ୍ନ ବିହୁନେ କେ ଲୋକ ମରିଣ ଯେ ଯିବେ ବାବୁ ମରିଣ ଯେ ଯିବେ କିପରି ବଞ୍ଚିବେ ସେ ହୋ କହିବଟି ଦେବେ ବା ପ୍ରଭୁ କହିବଟି ଦେବେ ତାହେଲେ କେମିତି ବଞ୍ଚିବେ କହୁନାହାନ୍ତି ଯଦି ଭକ୍ତ ମାନେ ସବୁ ମରି ହଜି ଯିବେନି ଭଲ ଲୋକମାନେ ସଂସାର ରହିବେ କେମିତି ଖାଦ୍ୟ ସଂକଟ ଦେଖାଦେବ କେମିତି ରହିବେ ସେ ବାଟଟା ଟିକେ ବତେଇ ଦିଅନ୍ତୁ ମହାପୁରୁଷ କହିଲେ କହିଲେ ବାବୁରେ ଯେ ଏହା ଶୁଣି ଅରକ୍ଷିତ କହନ୍ତି ବୁଝାଇ ବାବୁ କହନ୍ତି ବୁଝାଇ ଭକ୍ତମାନଙ୍କୁ ଯେ ନେବି ଖଣ୍ଡଗିରି ଭୂଇଁ ବାବୁ ଖଣ୍ଡଗିରି ଭୂଇଁ କହିଲେ ରାମରେ ମୁଁ ଭକ୍ତମାନଙ୍କୁ ଖଣ୍ଡଗିରି ଭୂଇଁ ନେବି ଭଗତଙ୍କୁ ଯେଉଁ କଷଣ ପଡ଼ିବ ଅନ୍ନ ମିଳିବନି ଜଳ ମିଳିବନି ଅନ୍ନ ଖାଦ୍ୟ ଯଦି ନ ପାଇବେ ସେଠି ପତ୍ର ଖାଇବେ ଏବଂ ଉଦୟଗିରି ପାରୁଷରେ ଲୀଳା ଉଦୟ ହେବ ଅନହତି ଧ୍ୱନି ଶପଥେ ତିନି ପୁର କମ୍ପିବ ସେଇ ଉଦୟଗିରିରେ ପାଣି ସବୁ ରହିଛି ଭକ୍ତମାନେ ସେଠି ପାଣି ପିଇବେ ଭଲ ଲୋକମାନେ ପାଣି ପାଇବେ ଅନ୍ନ ଏଠାରୁ ପତ୍ର ଖାଇକି ଅନେକ ଦିନ ବଞ୍ଚିକି ରହିବେ ବୁଝିଲେ ତେଣୁ ହିଁ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଗକୁ ସେଭଳି ଅନ୍ନ ସଂକଟ ଦେଖାଦେବ ଖାଦ୍ୟ ସଂକଟ ଦେଖାଦେବ ଏଥିରୁ ଆମେ ଉଦ୍ଧାର ପାଇବାକୁ ହେଲେ ଏବେଠାରୁ ରୀତି ଭୁଞ୍ଜୁ ହିତି ଭୁଞ୍ଜୁ ମିତି ଭୁଞ୍ଜୁ ବୁଝିଲେ ଯେତିକି ବଞ୍ଚିବା ପାଇଁ ଏତିକି ଦରକାର ଯୋଗୀ ଭଳି ସେତିକି ଖାଦ୍ୟ ଖାଆନ୍ତୁ ବୁଝିଲେ ପାଣିର ସେତିକି ବ୍ୟବହାର କରନ୍ତୁ ଯେତିକି ଆବଶ୍ୟକ ପାଣି ନଷ୍ଟ କରନ୍ତୁ ନାହିଁ ଜଳ ସଂକଟ ପୁରା ଦେଖାଦେବ ତେଣୁ ପାଣିର ଅପବ୍ୟବହାର କରନ୍ତୁ ନାହିଁ ଜଳର ସୁରକ୍ଷା କରନ୍ତୁ ଜଳ ସୁରକ୍ଷା କରୁ ଜଳ ସଂରକ୍ଷଣ କରନ୍ତୁ ଆକୁ ଜଳ ସଂକଟ ଦେଖାଦେବ ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀ ଜାନି ଅନ୍ନ ସଂକଟ ଦେଖାଦେଲି ମହାପୁରୁଷ ସେ କହିଛନ୍ତି ଅର୍ଖିତ ଦାସ ରାମରେ ଖଣ୍ଡଗିରି ଗୁମ୍ଫାରେ ସେଭଳି ପତ୍ର ଗୋଟେ ଅଛି ତା ନାମ ହେଲା ଗୋଖର ପତ୍ର ଯେଉଁ ପତ୍ରକୁ ଖାଇଲେ 2-3 ଦିନ ଭଲ ଲୋକମାନେ ଭକ୍ତମାନେ କିଛି ନ ଖାଇଲେ ମଧ୍ୟ ଥରେ ଯଦି ଖାଇଲେ ଆଉ 2-3 ଦିନ କିଛି ଖାଇବାକୁ ନ ମିଳିଲା କ'ଣ ମରିଯିବେ ନା ବଞ୍ଚି ରହିବେ କିଛି ଅସୁବିଧା ଭୋକ ହେବ ନାହିଁ ନା ଗୁରୁଦେବ ତାହେଲେ ଅନ୍ନ ସଂକଟ ଗଲା ଜଳ ସଂକଟ ଯେତେବେଳେ ଦେଖାଦେବ ଜଳ କେଉଁଠୁ ଭଲ ଲୋକମାନେ ଭକ୍ତମାନେ ପାଇବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସେଥି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଖାଦ୍ୟ ସଂକଟ ଦେଖାଦେବ ଆଉ ତାହା ଦେଖାଦେଲେ ଲୋକମାନେ ସଂସାରରେ କେମିତି ଚଳିବେ କେମିତି ବଞ୍ଚିବେ ଭକ୍ତମାନେ କେମିତି ରହିବେ ମହାପୁରୁଷ କହିଲେ କହିଲେ ବାବୁରେ ଯେ ସେଠାରେ ପତ୍ର ଖାଇଣ ବଞ୍ଚାଇବି ମୁହିଁ ଗୁମ୍ଫାର ମଧ୍ୟରେ ତାଙ୍କୁ ରଖାଇବି ନେଇ ପତ୍ର ନାମ କହୁଅଛି ଶୁଣ ରାମ ତୋହି ବାବୁ ଶୁଣ ରାମ ତୋହି ଗୋଖର ପତ୍ରକୁ ଖାଇ ଭକ୍ତମାନେ ରହି ବାବୁ ଭକ୍ତ ମାନେ ରହି ପତ୍ର ନାମ ହେଲା ଗୋଖର ପତ୍ର ତାରି ପତ୍ରକୁ ଖାଇବେ ଆଉ ସେ ପତ୍ରକୁ ଖାଇ ଭଗତ ମାନେ ଯେ ବଞ୍ଚିବେ ଭଗତ ମାନେ ଦେବ ଯିବେ ଘୋର କଳିରେ ଯେ ଭଗତ ଆହାର କରିବେ ବାବୁ ଆହାର କରିବେ ଖଣ୍ଡଗିରି ଅଛି ଗୁମ୍ଫା ଭିତରେ ଗୋଖର ପତ୍ର ତାକୁ ଖାଇ ଭକ୍ତମାନେ କିଛି ନ ପାଇଲେ ମଧ୍ୟ କୋଉଠି ଏ ପତ୍ର ଖାଇକି ମଧ୍ୟ ବଞ୍ଚିଯିବେ ରେ ବାବା ନା ଗୁରୁଦେବ ପାଣିର ଅଭାବ ପଡ଼ିଲେ ପାଣି ଯେତେବେଳେ ଭକ୍ତମାନେ ପାଇବେନି ଅନ୍ନ ସଂକଟ ଏଇଭଳି ଭାବରେ ଦୂର କରିବେ ଖାଦ୍ୟ ସଂକଟ ଦୂର ହେବ କିନ୍ତୁ ପାଣି ତ ପାଣି ବିନା ଜଳ ହିଁ ଜୀବନ କହନ୍ତିନି ଜଳ ହିଁ ଜୀବନ ତେଣୁ ଏ ଜଳ ଯଦି ନ ମିଳିବ ଆଜି ଆପଣ ଦେଖନ୍ତୁ ମହାପୁରୁଷ ମାଳିକାରେ ଲେଖିଛନ୍ତି ଏ କଥା କ'ଣ କହିଲେ କହିଲେ ବାବୁରେ ଏମିତି ସମୟ ଆସିବ ଏମିତି ବେଳ ଆସିବ କୃଷି ଅନୁପାତେ କର
ହୋଇବ ବହୁତ କର ହୋଇବ ପାଣି ବିକ୍ରି ହେଉଥିବ କହୁଛି ମୁଁ ସତ ବାବୁ କହୁଛି ମୁଁ ସତା କୃଷି ଅନୁପାତେ କର ହୋଇବ ବହୁତ କର ଜୋରରେ ଆଗକୁ ବଢ଼େଇବେ ସରକାର ଆଉ ପ୍ରାଣୀ ବିକ୍ରି ହେଉଥିବ କହୁଛି ମୁଁ ସତ ଏଇକିନା ପାଣି ବିକ୍ରି ହେଉନି କି ବୋତଲେ ପାଣି ଆମେ କିଣିକି ପିଉଛେ ପାଉଚରେ ପାଣି କିଣିକି ପିଉଛେ କିନ୍ତୁ ଆଗକୁ ଜଳ ସଙ୍କଟ ଦେଖାଦେବ ପାଣି ମିଳିବ ନାହିଁ ହେଲେ ପାଣି ବୁନ୍ଦେ ସ୍ୱପ୍ନ ହେବ ଲକ୍ଷେ ଟଙ୍କା ଦେଲେ ବାବୁ ଲକ୍ଷେ ଟଙ୍କା ଦେଲେ ଭୁଲିବୁ ନାହିଁ ରାମ କହୁଅଛି ଭଲେ ତୋତେ କହୁଅଛି ଭଲେ କଲେ ପାଣି ମୁନ୍ଦେ ସ୍ୱପ୍ନ ହେବ ଲକ୍ଷେ ଟଙ୍କା ଦେଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଆମକୁ ଆଶ୍ଚର୍ଯ୍ୟ ଭଳିଆ ଲାଗୁଥିଲେ ମଧ୍ୟ ଆଜି ଦେଖୁନାହାନ୍ତି ସବୁ ନଦୀ ନାଳ ଧୀରେ ଧୀରେ ଶୁଖିଲା ପଇଲାଣି ମହାନଦୀରେ ଆଜି ପାଣି ନାହିଁ ବିରୁପାରେ ଆଜି ପାଣି ନାହିଁ ବୈତରଣୀରେ ଆଜି ପାଣି ନାହିଁ ସବୁ ନଦୀ ନାଳ ଆଜି ଶୁଖିଲା ପଡ଼ିଛି এইখানে যদি কিଏ ପାଣି ପାଇବା ପାଇଁ ଗୋଟେ ଟ୍ୟୁବୱେଲ୍ ଖୋଳୁଛି କି ବୋରିଂ ଆମେ ଖୋଳୁଛେ ଆଗରୁ ଯେତେ ଫୁଟରେ ପାଣି ପଡ଼ୁଥିଲା এইখানে ସେତେ ଫୁଟରେ ଆଉ ପାଣି ପଡ଼ୁନି ଜଳସ୍ତର ଧୀରେ ଧୀରେ ଭୂପୃଷ୍ଠର ଜଳ ଧୀରେ 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 ତଳକୁ ତଳକୁ ଯାଉଛି କମି କମି ଯାଉଛି ବୋଲି ଆଜି ବୈଜ୍ଞାନିକମାନେ ମଧ୍ୟ ଚିନ୍ତାରେ ପଡ଼ିଲେଣି ଆଗାମୀ ସମୟରେ ଜଳ ସଙ୍କଟ ଦେଖାଦେବ ତେଣୁ ଜଳର ଅପବ୍ୟବହାର କରିବାନି ତେଣୁ ମହାପୁରୁଷ ସେଥିପାଇଁ କହିଲେ ତାହେଲେ ପାଣି କେଉଁଠୁ ପାଇବେ ଭକ୍ତମାନେ ପାଣିର ସଙ୍କଟ ଯେତେବେଳେ ଦେଖାଦେବ ନା ପାଣି ଅଭାବରୁ ଭଗତ ନ ପାଇବେ ଜାଣ ବାବୁ ନ ପାଇବେ ଜାଣ ଉଦୟଗିରିରେ ରହି ଅଛି ପାଣି ପୁଣ ବାବୁ ଅଛି ପାଣି ପୁଣା ଉଦୟଗିରି ପାରୁଷରେ ଲୀଳା ଉଦେବ ସେଇ ଉଦୟଗିରି ମାଳିକା ବର୍ଣ୍ଣିତ କ୍ଷେତ୍ର ଏଇଠି ପାଣି ପ୍ରଚୁର ମାତ୍ରାରେ ବାହାରିବ ସେତେବେଳେ ଜଳ ସଙ୍କଟ ଯେତେବେଳେ ଦେଖାଦେବ ଭକ୍ତମାନେ ସେଠୁ ପାଣି ପିଇବେ ଆଉ କେଉଁଠି ନା ସେହି ପାଣି ପିଇ ରାମ ଦିନେ ଯେ ବଞ୍ଚିବେ ଗାଙ୍ଗି ପର୍ବତେ ପୁଣି ଭକ୍ତ ଯେ ରହିବେ ଗାଙ୍ଗି ପର୍ବତ ସେଠି ମଧ୍ୟ ପାଣି ପ୍ରଚୁର ବାହାରିବ ଆଗକୁ ବୋଲି ମହାପୁରୁଷ